ମିଥ୍ୟା ଅଭିଯୋଗ ମୋ ନାଁରେ କରୁଛନ୍ତି। ରହିଲା ସେ ଖଲିକୋଟର ପ୍ୟାଲେସ୍ରେ ଭୋଜି ଭାତ କରି ସେଇଠୁ ଆପଣ ଇନଷ୍ଟିଗେଟ୍ କରିଥିଲେ, କିଛି ଲୋକଙ୍କୁ ପଠାଇଥିଲେ, ଏମିତି କ'ଣ କିଛି ହେଇଥିଲା? ନାଇଁ ନାଇଁ ନାଇଁ, ଏଇଟା ହେଉଛି ନିର୍ବାଚନ ସମୟ। ପ୍ରତ୍ୟେକ ଦିନ ବିଧାୟକ ପ୍ରାର୍ଥୀ ପ୍ରତି ଗାଁକୁ ଯାଉଛନ୍ତି। ନିର୍ବାଚନ ସଭା ପ୍ରତିଦିନ ହେଇଥାଉଛି। ସେଠି ନିର୍ବାଚନ ସଭା ସବୁବେଳେ ଅହରହ ଚାଲିଛି, କିନ୍ତୁ ସେମିତି କିଛି ଆମର ବିଜୁ ଜନତା ଦଳର କର୍ମୀମାନେ କୌଣସି ପ୍ରକାର ଏଭଳିଆ ସମସ୍ୟାରେ ପହଞ୍ଚି ନାହାନ୍ତି। ଏଇଟା ଉଦ୍ଦେଶ୍ୟମୂଳକ ଭାବରେ ବିରୋଧୀ ଭାବରେ ଯେଉଁ ଅଛନ୍ତି କିଛି ଲୋକ ତାଙ୍କର ଉଦ୍ଦେଶ୍ୟମୂଳକ ଭାବରେ ଆମର ନାଁଟାକୁ ସେ ଉପସ୍ଥାପନ କରୁଛନ୍ତି। ଆମେ ସେଥିରେ ସଂଶ୍ଳିଷ୍ଟ ଅଛୁ ବୋଲିକି, କିନ୍ତୁ ଏଇଟା ମିଥ୍ୟା। ସେଥିରେ ଆମେ ସମ୍ପୂର୍ଣ୍ଣ ତାଠୁ ଦୂରରେ। ଯେଉଁ ଘଟଣା ଘଟେଇଛନ୍ତି, ଯେଉଁ ଘଟଣା ଘଟିଛି ଯେଉଁ ପରିବାରରେ, ବିଜୁ ଜନତା ଦଳର ଦୀର୍ଘ 50 ବର୍ଷ ଧରିକି ବିଜୁ ଜନତା ଦଳରେ ସେ ପରିବାର ଥିଲା। ବର୍ତ୍ତମାନ ମଧ୍ୟ ସେ ଯେଉଁ ଘଟଣା ଘଟିଛି, ମୁଁ ନିଜେ ବହୁତ ଦୁଃଖିତ। ଆମର ତାଙ୍କ ପରିବାରକୁ ଜଗନ୍ନାଥ ଠାକୁର ମଙ୍ଗଳ ରଖନ୍ତୁ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ ବି କରିଛନ୍ତି। ଏମିତି କ'ଣ ଘଟଣା ଘଟିଲା, କାହିଁକି ଏମିତି ଘଟଣା ଘଟିଲା? ସେ ତ ପୁରୁଣା ବିଜେଡି କର୍ମୀ ଥିଲେ, ଏବେ ଆପଣଙ୍କ ନାଁରେ କ'ଣ ପାଇଁ ସେମାନେ ଅଭିଯୋଗ? ସେ ଆମ ନାଁରେ ମାନେ ଯେଉଁ ଅଭିଯୋଗ କରୁଛନ୍ତି ତାର ମୁଁ ଉପରେ କିଛି କହିପାରିବିନି, କିନ୍ତୁ ମୋର ବି ଧାରଣା ନାହିଁ। କିନ୍ତୁ ସେମିତି କିଛି ଆମ ତରଫରୁ ତା ପ୍ରତି କିଛି ଖରାପ ମନୋଭାବ ନାହିଁ। ସେମାନେ ଦଳ ବଦଳ ହେଲା ପରେ କିଛି ରାଗ ରହୁଛି କି? ନାଇଁ, ଦଳ ବଦଳ ହେଲା ପରେ ସେମିତି କିଛି ରାଗ ନାହିଁ। ସେ ବିଜେପି ପାଇଁ କାମ କରୁଛନ୍ତି। ଏବେ ଗଣତନ୍ତ୍ର ଦେଶ, ଯାହାର ସ୍ୱାଧୀନତା, ଯାହା ଯେଉଁ ଦଳ ପାଇଁ ଯିଏ କାମ କରିବ। କିନ୍ତୁ ଆମର ଏଠି କି ବିଜୁ ଜନତା ଦଳ ପାଇଁ, ଆମେ ବିଜୁ ଜନତା ଦଳ ପାଇଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳ ପାଇଁ ଆମେ ମଜବୁତ କରୁଛୁ। ଏଇଟା ଗଣତନ୍ତ୍ର ଦେଶ, ସମସ୍ତଙ୍କର ସ୍ୱାଧୀନ ଥାଏ। ଯିଏ ଯାହା ଦଳ ପାଇଁ ସିଏ ବଡ଼, ସେ ବିଜେପିରେ ଅଛି, ତେଣୁ ସେ ତାଙ୍କ ପସନ୍ଦ ହେଲା, ସେ ବିଜେପି କି ଯାଇଛନ୍ତି କି ବିଜେପି ପାଇଁ କାମ କରୁଛନ୍ତି। ଆମର ସେଥିରେ କିଛି ଅସୁବିଧା ନାହିଁ। ଅଭିଯୋଗ ରହିଲା ଆପଣ ପଞ୍ଚାୟତରେ 3ଟା ହତ୍ୟାକାଣ୍ଡ ଘଟିଲାଣି, ଦେଖିବାକୁ ଗଲେ ଆପଣଙ୍କ ସମୟରେ ଏମିତି ଗୋଟେ ଅଭିଯୋଗ କ'ଣ ପାଇଁ ଆଣୁଛନ୍ତି? ସବୁ ତ ନିଜ କର୍ମୀ, ନିଜେ ସବୁ ଯାହା ମିଶିକି ଥିଲେ, ଏମିତି ଗୋଟେ ଭିତରେ ଗୋଟେ ମନ ଦୁଃଖ ଆସୁନଥିବ ଯେ ଆମ କର୍ମୀମାନେ ହିଁ ପୁରୁଣା ଏବେ ଦଳ ଚେଞ୍ଜ ହେଲା ପରେ ଆପଣ ଲାଗି? ନାଇଁ, ଆମର ସେମାନେ ଯେଉଁ କହୁଛନ୍ତି 3ଟା ଘଟଣା ଘଟିଛି ବୋଲିକି, ସେଇଟା ସୋମୋଟ ତାଙ୍କେ କହୁଛନ୍ତି। ତାଙ୍କର ଗୋଟେ ଏଇଟା ପେଶା, ତାଙ୍କର ଏଇଟା ମାନେ ନିଜର ଗୋଟେ ଯେଉଁମାନେ ବୟାନ ଦେଉଛନ୍ତି, ସେ ନିଜକୁ ନିଜେ ବର୍ତ୍ତମାନ ଭାବନ୍ତୁ ଏ ଘଟଣାଟା କ'ଣ ଚାଲିଛି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି 25 ବର୍ଷ ଶାସନ କରିଛନ୍ତି। ନିଶ୍ଚିତ ଭାବରେ ଆଇନକି ଗୁରୁତ୍ୱ ଦେଉଛନ୍ତି। ଆଇନ ନିଶ୍ଚିତ ଭାବରେ ତାଙ୍କୁ ମାନେ ତାର ତଦାରଖ କରିବ। ଆଉ ଯେଉଁ ଘଟଣା ଘଟିଛି, ପୂର୍ବରୁ ବି ଯେଉଁ ଘଟଣା ଘଟିଛି, ସେ ଘଟଣା ମଧ୍ୟ ଆଇନ ବି ତାକୁ ତଦନ୍ତ କରିଛନ୍ତି। ସେ ନ୍ୟାୟାଳୟ, କୋର୍ଟ, ଥାନା ନିଶ୍ଚିତ ଭାବରେ ତାକୁ ସୁପରଭିଜନ କରୁଛନ୍ତି। IAS ଠାରୁ ଧରିକି SP ଲେଭେଲ, ସବ୍ ଡିଭିଜନ ସୁପରଭିଜନ ଅଫିସର ଯାଏଁ ମଧ୍ୟ ସେ ତଦନ୍ତ କରୁଛନ୍ତି। ଏଇଟା ଉଦ୍ଦେଶ୍ୟମୂଳକ ଭାବରେ ମିଥ୍ୟା ଅଭିଯୋଗ, ତାଙ୍କର ଗୋଟେ ପେଶା। ମିଥ୍ୟା ଅଭିଯୋଗ ଆଣିବାର ତାଙ୍କର ଗୋଟେ ସବୁଦିନ ଏଇ କଥାଟା ଉଚ୍ଚାରଣ କରିବାଟା ତାଙ୍କ ପାଇଁ ଗୋଟେ ପେଶା।